Hello everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି ୟୁନିଟ୍ 4। क्वेश्चन नंबर 2। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ପ୍ରାବନ୍ଧିକ ଚନ୍ଦ୍ରଶେଖର ରଥଙ୍କ ସ୍ଥାନ ନିରୂପଣ କର। ସୂକ୍ଷ୍ମ ମାନବୀୟ ଚେତନାକୁ ନେଇ ପ୍ରବନ୍ଧ ରଚନାରେ ଚନ୍ଦ୍ରଶେଖର ରଥଙ୍କର କୃତିତ୍ୱ ଅନ୍ୟାନ୍ୟ ସାଧାରଣ। ମଣିଷର ମନ, ତାର ଅନ୍ତଃଜୀବନ, ସଂଶୟପୂର୍ଣ୍ଣ ସ୍ଥିତି, କର୍ମକୃତିତ୍ୱ, ସୁଖ ଦୁଃଖ ଇତ୍ୟାଦି ସୂକ୍ଷ୍ମ ବିଷୟମାନଙ୍କୁ ନେଇ ପ୍ରାବନ୍ଧିକ ରଥ ବହୁ ପ୍ରବନ୍ଧ ରଚନା କରିଛନ୍ତି। ଜୀବନର ସାଧାରଣ ସତ୍ୟଠାରୁ ଆରମ୍ଭ କରି ଜାଗତିକ ଜଟିଳ ଜୀବନର ସୂକ୍ଷ୍ମାତି ସୂକ୍ଷ୍ମ ରହସ୍ୟକୁ ଭେଦ କରି ପ୍ରବନ୍ଧ ରଚନାରେ ତାଙ୍କର କୃତିତ୍ୱ ମଧ୍ୟ ଅସାଧାରଣ। ପ୍ରାବନ୍ଧିକ ଚନ୍ଦ୍ରଶେଖର ରଥ 1929 ମସିହାରେ ବଲାଙ୍ଗୀର ଜିଲ୍ଲାର ମାଲଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ବୃତ୍ତିରେ ସେ ଜଣେ ଅଧ୍ୟାପକ। ଅଧ୍ୟାପନା ସହିତ ସାହିତ୍ୟ ଚର୍ଚ୍ଚା ତାଙ୍କର ଥିଲା ପ୍ରଧାନ ଅବଲମ୍ବନ। ପ୍ରାବନ୍ଧିକ ଇଂରାଜୀ ଭାଷାରେ ଗଭୀର ଜ୍ଞାନ ଥିବାରୁ ସେ ଇଂରାଜୀ ସାହିତ୍ୟ ଓ ସଂସ୍କୃତ ସାହିତ୍ୟରୁ ମଧ୍ୟ ତାଙ୍କର ପ୍ରବନ୍ଧ ରଚନା ପାଇଁ ଅନେକ ଉପାଦାନ ଓ ପ୍ରେରଣା ଲାଭ କରିଛନ୍ତି। ଉପନିଷଦ, ମହାଭାରତ, ରାମାୟଣ, ଭାଗବତ ପ୍ରଭୃତି ସଂସ୍କୃତ ଗ୍ରନ୍ଥଗୁଡ଼ିକ ବା ସଂସ୍କୃତ ଗ୍ରନ୍ଥର ପ୍ରଭାବ ତାଙ୍କ ପ୍ରବନ୍ଧରେ ପରିଲକ୍ଷିତ। ତେଣୁ ତାଙ୍କର ପ୍ରବନ୍ଧର ଭାବବସ୍ତୁ ଜୀବନ ପରି ଅସୀମ, ଗଭୀର ଓ ଅତଳସ୍ପର୍ଶୀ। ମୁକ୍ତ ମନ ନେଇ ସାବଲୀଳ ଭାବରେ ବ୍ୟକ୍ତି ଜୀବନଠାରୁ ଆରମ୍ଭ କରି ବିଶ୍ୱର ଯାବତୀୟ ଚିତ୍ର ଅଙ୍କନ କରିଛନ୍ତି। ପ୍ରାବନ୍ଧିକ ଥିଲେ ସୌନ୍ଦର୍ଯ୍ୟ ପିପାସୁ ମଣିଷ। ଜୀବନର ଅନ୍ତ ସୌନ୍ଦର୍ଯ୍ୟ ସହିତ ପ୍ରକୃତିର ବହି ସୌନ୍ଦର୍ଯ୍ୟକୁ ମିଶାଇ ଅନୁଭବ କରିବାରେ ତାଙ୍କର ସିଦ୍ଧି ପ୍ରଶଂସନୀୟ। ତାଙ୍କର ସୌନ୍ଦର୍ଯ୍ୟ ଚେତନା ସହିତ ସତ୍ୟ ଶିବ ସୁନ୍ଦର ମଧ୍ୟରୁ ସମନ୍ୱୟ ସର୍ବତ୍ର ଅନୁଭବ କରିବାରେ ତାଙ୍କର ସିଦ୍ଧି ପ୍ରଶଂସନୀୟ। ସଂସ୍କୃତି, ପରମ୍ପରା, ଜାତି ଆଦର୍ଶ ସହିତ ଭଗବତ ଦର୍ଶନର ରୂପ ପରିଚର୍ଯ୍ୟା ଏବଂ ଜୀବନର ମୂଲ୍ୟବୋଧ ତାଙ୍କ ଭାବସତ୍ତାର ମୌଳିକତା। ଉନ୍ନତି ମାର୍ଜିତ ଗଦ୍ୟଶୈଳୀ, ସୁବୋଧ୍ୟ ଭାଷା, ସାବଲୀଳ ପ୍ରକାଶଭଙ୍ଗୀ ଏବଂ ନିପୁଣ କଥା ଭିତରେ ବୌଦ୍ଧିକ ଚିନ୍ତା ଓ ଚେତନାର ସ୍ୱର ତାଙ୍କ ସୃଷ୍ଟିର ବିଶେଷତ୍ୱ। ଚନ୍ଦ୍ରଶେଖର ବେହେରାଙ୍କ ପ୍ରବନ୍ଧଗୁଡ଼ିକ ହେଉଛି ମନ ଅରଣ୍ୟ, ଦୃଷ୍ଟି ଓ ଦର୍ଶନ, ସେ ଯେଉଁ ପୃଥିବୀ, ଉତ୍ତର ଅରଣ୍ୟ, ଅଶ୍ରୁତ ସ୍ୱର ଇତ୍ୟାଦି। ପ୍ରାବନ୍ଧିକ ଶ୍ରୀ ରଥଙ୍କର ପରମ୍ପରା ଅତି ଅସୀମ ମୋହ। ଭାରତୀୟ ଧର୍ମ ଓ ଦର୍ଶନ ତାଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି। ପ୍ରବନ୍ଧରେ ତାଙ୍କ ପୂରି ରହିଛି ଆବେଗପୂର୍ଣ୍ଣ ଭାବମୟତା ଓ ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ, ଚିନ୍ତନଶୀଳତା ସହିତ ନାଟକୀୟତା, ସ୍ୱରୀତି ଧର୍ମତା। ଶ୍ରୀଜଗନ୍ନାଥ ଚେତନା ଉପରେ ଆଧାରିତ ପ୍ରବନ୍ଧ ଏକ ବୃହତ୍ତର ଜୀବନ ଦୃଷ୍ଟି ସନ୍ଧାନ ଦେଇଥାଏ। ମଣିଷ ମନ, ତାର ଅନ୍ତଃଜୀବନ, ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥିତି, କର୍ମକୃତିତ୍ୱ, ସୁଖ ଦୁଃଖ ଇତ୍ୟାଦି ସୂକ୍ଷ୍ମ ବିଷୟମାନଙ୍କୁ ନେଇ ପ୍ରାବନ୍ଧିକ ହୋଇଛନ୍ତି। ଶୂନ୍ୟ, ଅନନ୍ୟ, କାନ୍ଦୁରା ସେହିପରି ଇତ୍ୟାଦି। ନୀତିନିଷ୍ଠ ସାମାଜିକ ଜୀବନରେ ସେ ଗଭୀର ବିଶ୍ୱାସ, ଶୃଙ୍ଖଳା, ସଂଯମ ଉପରେ ତାଙ୍କର ସାମାଜିକ ଆଭିମୁଖ୍ୟ ପ୍ରତିଷ୍ଠିତ।
ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 3 ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କର। ଡକ୍ଟର ମାୟାଧର ମାନସିଂହଙ୍କର ଏକଦା ସ୍ୱରଚିତ ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥରେ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କର ପ୍ରବନ୍ଧର ଉଚ୍ଚ ପ୍ରଶଂସା କରିବାକୁ ଯାଇ ଉଲ୍ଲେଖ କରିଥିଲେ। ଏହି ବ୍ୟାପକ ଅରାଜକତା ଓ ରସମୟତା ଭିତରେ ଏକମାତ୍ର ତରୁଣ ଚିତ୍ତରଞ୍ଜନ ଦାସଙ୍କ ରଚନା ବିଚାର ଓ କଳ୍ପନାର ନୂତନ ଧ୍ୱନି ବହନ କରି ପ୍ରକୃତରେ ଚିତ୍ତରଞ୍ଜନ ହୋଇ ଉଠିବ, ଏହା ଆମର ଦୃଢ଼ ଆଶା। ସାମ୍ପ୍ରତିକ ପ୍ରବନ୍ଧ ସାହିତ୍ୟରେ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଏକ ବଳିଷ୍ଠ ପ୍ରତିଭା। ତାଙ୍କ ଅଧ୍ୟୟନର ପରିସର ଯେତେ ବ୍ୟାପକ ଦୀର୍ଘାୟିତ, ସେ ସାମ୍ପ୍ରତିକ ସାହିତ୍ୟରେ ତାଙ୍କ କୃତିତ୍ୱରେ ପଟାନ୍ତର ନାହିଁ। ସାହିତ୍ୟ, ଧର୍ମ, ବିଜ୍ଞାନ, ଜୀବନ, ଶିକ୍ଷା, ସଭ୍ୟତା ଓ ସଂସ୍କୃତି ପ୍ରଭୃତି ବିଭିନ୍ନ ବିଷୟ ଆଧାରିତ ତାଙ୍କର ପ୍ରବନ୍ଧ ବିଷୟରେ ଅଧ୍ୟୟନ କାଳରେ ଏହି ବିଚରଣ ପ୍ରତିଭାର ମୌଳିକ ଚିନ୍ତାଧାରା ଆମ ଚିନ୍ତା ଓ ଚେତନାକୁ ବିପୁଳ ଭାବରେ ପ୍ରଭାବିତ କରିଥାଏ। ପ୍ରାବନ୍ଧିକ ଚିତ୍ତରଞ୍ଜନ ଦେଶର ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ପାଇଁ ସେମାନଙ୍କ ଉଦ୍ୟମ ଓ ତତ୍ଜନିତ ସଫଳତା ସମ୍ପର୍କରେ ଗଭୀର ଅଧ୍ୟୟନ କରିଛନ୍ତି। ଆମ ଦେଶରେ ଆବଶ୍ୟକ ଅନୁଯାୟୀ ଆମର ସମସ୍ୟାର ସମାଧାନ ପାଇଁ ସୁଚିନ୍ତିତ ସତ ଉଦ୍ୟମ ହେବା କାମ୍ୟ। ଏହା ତାଙ୍କର ଏକାନ୍ତିକ ଅଭିଳାଷ। ଶିକ୍ଷା, ସମାଜ ଓ ଜୀବନଯାତ୍ରାର ନୂତନ ଜୀବନଯାପନ ପାଇଁ ସେ ତାଙ୍କ ବିଭିନ୍ନ ପ୍ରବନ୍ଧରେ ବଳିଷ୍ଠ ଯୁକ୍ତି ବାଢ଼ିଛନ୍ତି। ଏ କ୍ଷେତ୍ରରେ ସେ ଆଦୌ ନୈରାଶ୍ୟବାଦୀ ନୁହନ୍ତି। ତାଙ୍କର ଭାଷାରେ ତଥାପି ଜୀବନ ବଦଳିବ, ତଥାପି ଏ ଦେଶର ଶିକ୍ଷା ମଧ୍ୟ ବଦଳିବ। ସୁଲେଖକ ଚିତ୍ତରଞ୍ଜନଙ୍କ ଜୀବନ ବିଦ୍ୟାଳୟ ପାଠ କଲାବେଳେ ଆମର ମନେ ହୁଏ ଏହି ମହାନ ବ୍ୟକ୍ତିତ୍ୱ ସତେ ଯେପରି ଆମ ସମ୍ମୁଖରେ ଥାଇ ଜୀବନକୁ ସଫଳ ଓ ସୁନ୍ଦର କରିବା ପାଇଁ ପ୍ରେରଣା ଦେଇଛନ୍ତି। ତାଙ୍କ ଲେଖନୀରେ ସେ ଆମକୁ ଯେ ଏକ ସୁନ୍ଦର ଜୀବନର କେବଳ ସ୍ୱପ୍ନ ଦେଖାଇଛନ୍ତି ତାହା ନୁହେଁ, ସେ ସ୍ୱପ୍ନକୁ ସଫଳ କରିବାର ଉପାୟ ମଧ୍ୟ ନିର୍ଦ୍ଦେଶ କରିଛନ୍ତି। ଚିତ୍ତରଞ୍ଜନ ତାଙ୍କର ଏହି ରମ୍ୟ ରଚନା ଭିତରେ ଆମ ସମାଜରେ ଆମର ଚେତନାର ଏକ ନୀରବ ଅଥଚ କ୍ରାନ୍ତିକାରୀ ବିପ୍ଳବ ସଂଗଠନ କରିବାକୁ ପ୍ରୟାସୀ ହୋଇଛନ୍ତି। ସମାଜ ସଚେତନତାର ତାଙ୍କ ସାହିତ୍ୟର ଏକ ଉଲ୍ଲେଖଯୋଗ୍ୟ ବିଭବ। କିନ୍ତୁ ଏହି ସମାଜ ସଚେତନତାର ସ୍ୱରୂପ ଓ ପ୍ରକୃତି ଅଭିନବ। ଏହି ସମାଜର ପରିଧିରେ ବିନ୍ଦୁ ଭିତରେ ସିନ୍ଧୁର ଗଭୀରତା ରହିଛି। ସମଗ୍ର ମାନବ ସମାଜକୁ ସେ ଭଲ ପାଇଛନ୍ତି। ଏହି ଭଲ ପାଇବା କ୍ରମେ ବିଶ୍ୱମୁଖୀ ହୋଇଛି। ଏହି ଭଲ ପାଇବା ପ୍ରଚାରଧର୍ମୀ ନୁହେଁ, ଏହା ଅନ୍ତରର ଅନ୍ତହୀନ ପ୍ରେରଣା ଆଧାରିତ। ଜୀବନ ବିଦ୍ୟାଳୟ ପରି ଜଙ୍ଗଲ ଚିଠିରେ ମଧ୍ୟ ଶିକ୍ଷା ସମ୍ପର୍କିତ ଆମ ଦୃଷ୍ଟିକୋଣରେ ଲେଖକ ବୈପ୍ଳବିକ ପରିବର୍ତ୍ତନ ପାଇଁ ଯୁକ୍ତି ବାଢ଼ିଛନ୍ତି। ଅର୍ଥନୈତିକ କ୍ଷେତ୍ରରେ ଦାରିଦ୍ର୍ୟ ଲେଖକଙ୍କ ମତରେ ଆତ୍ମାକୁ ଦୈନ୍ୟ ପୀଡ଼ିତ କରିବା ରମ୍ୟ ନୁହେଁ। ଦାରିଦ୍ର୍ୟ ସତ୍ତ୍ୱେ ବିକଶିତ ହେବାର ସମସ୍ୟା ବା ସମ୍ୟକ ବିଚାର ଓ ସମ୍ୟକ ହୃଦୟ ଧରି ଫୁଟି ଉଠିଥିବା ଅଧିକାରରୁ ବଞ୍ଚିତ ହେବା ଅନୁଚିତ। କୌଣସି ଉଗ୍ର ଅନୁଭୂତି ବା ଘୃଣା ଦ୍ୱାରା କେହି କାହାଠାରୁ ପୃଥକ୍ ହୋଇ ରହିବାର
ପାଗଳାମୀ ଅବାଞ୍ଛିତ। ଶିଳା ଓ ଶାଳଗ୍ରାମ ତାଙ୍କର ଶିଳା ଓ ଶାଳଗ୍ରାମ ଓ ତରଙ୍ଗ ତଡ଼ିତ୍ ଲେଖକଙ୍କର ଅନ୍ୟ ଦୁଇଟି ମହାନ ସୃଷ୍ଟି। ଉଭୟ କୃତିରେ ତାଙ୍କର ନିଜର ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ହୋଇଛି। ତରଙ୍ଗ ଓ ତଡ଼ିତ୍ର ଲେଖକଙ୍କର ଅଧ୍ୟୟନର ପରିସର କିଭଳି ଦୀର୍ଘାୟିତ ତାହା ସହଜରେ ଉପଲବ୍ଧି ହୁଏ। ବିଭିନ୍ନ ଦେଶର ସାହିତ୍ୟ ସମ୍ପର୍କରେ ତାଙ୍କର ଦୃଷ୍ଟିକୋଣ ଏଥିରେ ସନ୍ନିବିଷ୍ଟ କେତେକ ପ୍ରବନ୍ଧରୁ ପ୍ରତିପାଦିତ ହୋଇଥାଏ। ପ୍ରାବନ୍ଧିକ ଚିତ୍ତରଞ୍ଜନଙ୍କ ପ୍ରବନ୍ଧ ସାହିତ୍ୟର ଅନୁଶୀଳନ କଲାବେଳେ ଆଉ ଗୋଟିଏ ବିଷୟ ଆମେ ଲକ୍ଷ୍ୟ କରିଥାଉ। ସେ ଜଣେ ଖାଣ୍ଟି ଓଡ଼ିଆ। ଗଭୀର ପାଣ୍ଡିତ୍ୟ ସତ୍ତ୍ୱେ ଓଡ଼ିଶାର ଅନ୍ତରଫଟା ଭାଷାରେ ହିଁ ଭାବ ଅଭିବ୍ୟକ୍ତ କରିବାକୁ ସେ ପସନ୍ଦ କରିଛନ୍ତି ଓ ଭାଷା ଯେତେ ସରଳ, କେତେ ଜୀବନ୍ତ ଓ ପ୍ରଭାବଶାଳୀ ତାହା ତାଙ୍କ ପ୍ରବନ୍ଧ ପାଠ ମାତ୍ରେ ପାଠକ ଅନୁଭବ କରିପାରିବେ। ଜୀବନର ବହୁ ସମୟ ଓଡ଼ିଶାରେ ବା ଓଡ଼ିଶା ବାହାରେ କଟାଇଲେ ମଧ୍ୟ ଏଇ ମାଟି, ଏଇ ଦେଶ ସଂସ୍କୃତି କିପରି ସତତ ତାଙ୍କର ଚିନ୍ତା ଓ ଚେତନାର ମମତାର ପ୍ରୀତି ଅର୍ଘ୍ୟ ପାଇଛି, ତାହା ତାଙ୍କ ଜୀବନର ବିଦ୍ୟାଳୟକୁ ସହଜରେ ଉପଲବ୍ଧି ହୁଏ। ପ୍ରାବନ୍ଧିକ ଚିତ୍ତରଞ୍ଜନଙ୍କର ପ୍ରବନ୍ଧମାନଙ୍କରୁ ଖାଣ୍ଟି ଓଡ଼ିଆମୀର ପରିଚୟ ମିଳେ। ଗଭୀର ପାଣ୍ଡିତ୍ୟ ସତ୍ତ୍ୱେ ଶ୍ରୀଯୁକ୍ତ ଦାସଙ୍କ ଅନ୍ତଃସ୍ପର୍ଶୀ ଓଡ଼ିଆ ଭାଷାରେ ହିଁ ଭାବ ଅଭିବ୍ୟକ୍ତ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରନ୍ତି। ଏଥିପାଇଁ ତାଙ୍କ ପ୍ରବନ୍ଧାବଳୀର ଭାଷା କେତେବେଳେ ଏକାନ୍ତ ସରଳ, ସ୍ୱାଭାବିକ ଏବଂ ପ୍ରଭାବଶାଳୀ ହୋଇଛି। ତାଙ୍କର ଜୀବନ ବିଦ୍ୟାଳୟ, ଶିକ୍ଷାର୍ଥୀ ଓ ଶିକ୍ଷକ, ଜଙ୍ଗଲ ଜମି, ଗଞ୍ଜାମ ମାଳରେ 7 ଦିନ, ସାହିତ୍ୟରେ ମୁଁ, ଯବନଶିଳା ଓ ଶାଳଗ୍ରାମ, ତରଙ୍ଗ ତଡ଼ିତ୍ ଇତ୍ୟାଦି। ପ୍ରଖ୍ୟାତ ଆଲୋଚକ ଡକ୍ଟର ବାଉରୀ ବନ୍ଧୁକରଙ୍କ ମତରେ ଚିତ୍ତରଞ୍ଜନ ଦାସ ଜଣେ ସମାଜ ବିଜ୍ଞାନୀ ଭାବେ ଓଡ଼ିଆ ସାହିତ୍ୟ ଆଲୋଚନା କରିଛନ୍ତି। ଚିନ୍ତାରେ ନୂତନତା, ଦୃଷ୍ଟିଭଙ୍ଗୀରେ ନିର୍ଭରତା, ବିଷୟ ଉପସ୍ଥାପନାରେ ଚମତ୍କାରିତା, ଜୀବନବାଦୀ ବୈପ୍ଳବିକ ଚିନ୍ତନ ବା ଚେତନା, ମାନବିକ ସହାନୁଭୂତି ତାଙ୍କ ସମାଜର ସ୍ୱାତନ୍ତ୍ର୍ୟ ବହ୍ନିରେ ସହାୟକ ହୋଇଛି। ଏହି ଭାବଧାରା ଉପରେ ତାଙ୍କର ସମାଲୋଚନା ସାହିତ୍ୟ ଧାରା ଆଧାରିତ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ଲିଖିତ ଗ୍ରନ୍ଥଗୁଡ଼ିକ ଶିଳା ଓ ଶାଳଗ୍ରାମ, ଜୀବନ ବିଦ୍ୟାଳୟ, ଓଡ଼ିଶାରେ ମହିମା ଧର୍ମ, ନେପାଳ ପଥେ 2 ଅଧ୍ୟାୟ, ଦାସୀ ଶିଳିଆ ଇତ୍ୟାଦି। କ୍ୱେଶ୍ଚନ ନମ୍ବର 4, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବିକାଶ କ୍ରମ ସମ୍ପର୍କରେ ଆଲୋଚନା କର। ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ସ୍ୱାଧୀନତା ପରବର୍ତ୍ତୀ ସମୟର ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଜୀବନର ପରି ବ୍ୟାପକ। ଏହା ଭାବବସ୍ତୁ ଯେପରି ସୁବିସ୍ତୃତ, ଏହାର ଶିଳ୍ପରୂପ ସେହିପରି ବୈଚିତ୍ର୍ୟପୂର୍ଣ୍ଣ। ଏଥିରେ ସ୍ୱାଧୀନତାର ସମୟର ଜୀବନର ଓ ଗତର ସ୍ୱୟଂ ସମୃଦ୍ଧ ଚିତ୍ର ପରିଲକ୍ଷିତ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତବର୍ଷ ପ୍ରତ୍ୟହ ଯେଉଁ ଆହ୍ୱାନ ସମ୍ମୁଖୀନ ହୋଇଛି ଓ ଯେଉଁ ନୂତନ ଆନ୍ତର୍ଜାତିକ ଭାବଧାରା ଆମ ସାହିତ୍ୟକୁ କବଳିତ କରିଛି, ଆମ ପ୍ରବନ୍ଧ ସାହିତ୍ୟରେ ସେ ସବୁର ସ୍ପଷ୍ଟ ପ୍ରତିଫଳନ ଘଟିଛି। ଏବେ ପ୍ରବନ୍ଧ ଆଉ କେବଳ ବୌଦ୍ଧିକତାର ସାମଗ୍ରୀ ହୋଇ ରହିନାହିଁ କିମ୍ବା ଏହା ପାଠକଠାରୁ ନିଜକୁ ଦୂରେଇ
ରଖୁନାହିଁ, ବରଂ ପତ୍ର ପତ୍ରିକାର ବହୁଳ ପ୍ରସାର, ନୂଆ ନୂଆ ସମ୍ବାଦପତ୍ରର ପ୍ରକାଶ ଓ ଶିକ୍ଷା ସଚେତନତା ହେତୁ ସମ୍ପ୍ରତି ପ୍ରବନ୍ଧ ବିଭାଗଟି ପାଠକ ନିକଟରେ ହୋଇଛି ବିଶେଷ ଆକର୍ଷଣୀୟ ସାମଗ୍ରୀ। ସ୍ୱାଧୀନତା ଲାଭ କରିବା ପରେ ଭାରତରେ ନାନା ପରିବର୍ତ୍ତନର ସୂତ୍ରପାତ ଘଟେ। ସ୍ୱାଧୀନତା ହାସଲ ପରେ ଏ ଦେଶର ସବୁ କିଛି ଓଲଟ ପାଲଟ ହୋଇଯିବ। ରାମ ରାଜ୍ୟ ସ୍ଥାପିତ ହେବ, ଏ ଦେଶରୁ ଦାରିଦ୍ର୍ୟ ଅପସରିଯିବ। ଏମିତି କେତେଜଣ ସ୍ୱପ୍ନ ସେଦିନ ଭାରତବାସୀ ଦେଖିଥିଲେ। ଏ ଯେଉଁ ସ୍ୱପ୍ନ ସ୍ୱାଧୀନତା ପୂର୍ବରୁ ଆମେ ଦେଖୁଥିଲୁ, ସ୍ୱାଧୀନତା ପରେ ସେ ସବୁ କୁଆଡ଼େ ଚାଲିଗଲା। ଏତିକି ବେଳେ ମହାତ୍ମା ଗାନ୍ଧୀଙ୍କର ମୃତ୍ୟୁ ଭାରତବାସୀ ସ୍ୱପ୍ନର ରାମ ରାଜ୍ୟକୁ ଧୂଳିସାତ୍ କରିଦେଲେ। ତାପରେ ଆରମ୍ଭ ହେଲା କ୍ଷମତା କନ୍ଦଳ, ରାଜନୀତିକୁ ଜୀବିକା କରି ବଞ୍ଚିବା ପାଇଁ ପ୍ରତିଯୋଗିତା। ଏହା ସତ୍ତ୍ୱେ ଦେଶର ଉନ୍ନତି କଳ୍ପେ ପଞ୍ଚବାର୍ଷିକ ଯୋଜନା, ଜମିଦାରୀ ପ୍ରଥା ଉଚ୍ଛେଦ, ଭୂଦାନ ଆନ୍ଦୋଳନ, ରାଜା ମହାରାଜାମାନଙ୍କ ହାତପାଣ୍ଠିର ଉଚ୍ଛେଦ, ନୂତନ ଶିକ୍ଷାନୀତି, ଗିରିଜନ ଓ ସଂଖ୍ୟାଲଘୁଙ୍କର ମଙ୍ଗଳ ସକାଶେ ବହୁବିଧ କାର୍ଯ୍ୟକ୍ରମର ରୂପାୟନ ହୋଇଛି। ବିଜ୍ଞାନ ଓ କାରିଗରୀ କୌଶଳରେ ଭାରତବର୍ଷ ସମ୍ପ୍ରତି ମଧ୍ୟ ଢେର ଆଗୁଆ ରହିଛି। ଏକ ପକ୍ଷରେ ଆମେ ନୂଆ ଚିନ୍ତା ବିଜ୍ଞାନର ନିତ୍ୟ ନୂତନ ଉଦ୍ଭାବନକୁ ସ୍ୱାଗତ କରୁଛୁ। ବିଚ୍ଛିନ୍ନତାବାଦୀ ଭାବନା, ଆତଙ୍କବାଦୀମାନଙ୍କ ଆକ୍ରମଣ, ଦୁର୍ନୀତିର ରାଜତ୍ୱ, ଖାଲି ଅନ୍ଧାର ହାହାକାର। ଏହି ସମୟରେ ବସ୍ତୁନିଷ୍ଠ ପ୍ରବନ୍ଧ ଯେପରି ତଥ୍ୟପୂର୍ଣ୍ଣ, ସେହିପରି ଯୁକ୍ତିସଙ୍ଗତ ବ୍ୟାଖ୍ୟା ଓ ପ୍ରସଙ୍ଗର ଔଚିତ୍ୟ ଘେନି ଉଚ୍ଚକୋଟୀର ଏକ ପକ୍ଷରେ ପ୍ରାବନ୍ଧିକର ବହୁ ଅଧ୍ୟୟନରେ ମୁଦ୍ରାଙ୍କ ଓ ଅପର ପକ୍ଷରେ ଚିନ୍ତାର ଗଭୀରତା ଏ ଧରଣର ପ୍ରବନ୍ଧର ସ୍ୱତନ୍ତ୍ର ପ୍ରକଟ କରେ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏପରି ପ୍ରବନ୍ଧ ଲେଖି ଯେଉଁମାନେ ଅଶେଷ କୃତିତ୍ୱର ଅଧିକାରୀ, ସେମାନଙ୍କ ମଧ୍ୟରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଗୋଲକ ବିହାରୀ ଧଳ, ଡକ୍ଟର ମାୟାଧର ମାନସିଂହ ଦୃଷ୍ଟିକେଶ ବା ହୃଷିକେଶ ରାୟ, ଡକ୍ଟର ରାମଚନ୍ଦ୍ର ଦାସ, ଡକ୍ଟର ଗୋକୁଳଚନ୍ଦ୍ର ମହାପାତ୍ର, ରବି ନାରାୟଣ ସେନାପତି, ଡକ୍ଟର ଅନନ୍ତଗିରି ପ୍ରମୁଖ ପ୍ରଧାନ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜଣେ ଭିନ୍ନ ସ୍ୱାଦର ପ୍ରାବନ୍ଧିକ ଭାବରେ ହୃଷିକେଶ ରାୟ ପତ୍ରପତ୍ରିକା ପୃଷ୍ଠାରେ ଅନେକ ପ୍ରବନ୍ଧ ଲେଖିଛନ୍ତି। ସେ ସବୁ ବିକ୍ଷିପ୍ତ ଭାବରେ ବିଭିନ୍ନ ପତ୍ରପତ୍ରିକାରେ ସଂକଳିତ ନ ହୋଇ ରହିଛି। ଯେଉଁ ସମୟ ଓଡ଼ିଆର ମନସ୍ତାତ୍ତ୍ୱିକ ପ୍ରବନ୍ଧ ରଚନାର ପରମ୍ପରା ଆରମ୍ଭ ହୋଇ ନଥିଲେ, ସେ ପ୍ରଥମ କରି ଏହି ପ୍ରବନ୍ଧ ଲେଖିବାରେ ମନୋନିବେଶ କରିଥିଲେ। ତାଙ୍କର ଏହି ଶୈଳୀ ପ୍ରବନ୍ଧମାନଙ୍କ ମଧ୍ୟରେ ଚୟନ, ନିର୍ବାଚନ, ପ୍ରତିଦ୍ୱନ୍ଦ୍ୱିତା, ମୁଁ ଆସିଲି କେଉଁଠୁ ପ୍ରଭୃତି ଉଲ୍ଲେଖନୀୟ। ସାମ୍ପ୍ରତିକ ଜ୍ଞାନ ବିଜ୍ଞାନର ଜଟିଳତାକୁ ସାଧାରଣ ଭାଷାରେ ବୁଝାଇ ପ୍ରବନ୍ଧ ରଚନା କରିବାରେ ମନମୋହନ ଚୌଧୁରୀଙ୍କ ସ୍ୱତନ୍ତ୍ର ବାରି ହୋଇ ପଡ଼େ। ଦୈନନ୍ଦିନ ଜୀବନର ଅଶ୍ରୁପୁଲକକୁ ସାହିତ୍ୟିକ ଛଟାରେ ପ୍ରବନ୍ଧ ଆକାରରେ ରୂପ ଦେବାରେ ତାଙ୍କର ନିଷ୍ଠା ସ୍ୱାଗତଯୋଗ୍ୟ। ସ୍ୱାଧୀନତା ପରବର୍ତ୍ତୀ ସମୟରେ
ବୈଜ୍ଞାନିକ ଚିନ୍ତାଧାରା ଓ ବିଜ୍ଞାନ ସାମାଜିକ ଦିଗନ୍ତକୁ ନେଇ କେତେଗୁଡ଼ିଏ ଉଚ୍ଚମାନର ପ୍ରବନ୍ଧ ରଚନା କରିଛନ୍ତି। ଡକ୍ଟର ଗୋକୁଳାନନ୍ଦ ମହାପାତ୍ର ବିଜ୍ଞାନର ଜନକଲ୍ୟାଣ ଆଭିମୁଖ୍ୟ ସମ୍ପର୍କରେ ଆମକୁ ତାଙ୍କ ପ୍ରବନ୍ଧ ମାନଙ୍କରେ ସଚେତନ କରାଇଛନ୍ତି। ଜୀବମାନଙ୍କର ଜୀବନ ଧାରଣ ପ୍ରଣାଳୀ ଓ ଜୀବଜଗତର ରହସ୍ୟକୁ ନେଇ ପ୍ରବନ୍ଧ ରଚନାରେ ଡକ୍ଟର ବସନ୍ତ କୁମାର ବେହେରାଙ୍କ ସାଧନା କିଛି କମ୍ ନୁହେଁ। ଡକ୍ଟର ବିଦ୍ୟାଧର ପାଢ଼ୀ ଉଦ୍ଭିଦ ଜଗତର କ୍ରିୟା ପ୍ରକ୍ରିୟା ବିକାଶ ବିବର୍ତ୍ତନ ସମ୍ପର୍କରେ କେତୋଟି ଉପଦେୟ ପ୍ରବନ୍ଧ ରଚନା କରିଛନ୍ତି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜଣେ ପ୍ରଖ୍ୟାତ ପ୍ରାବନ୍ଧିକ ହେଉଛନ୍ତି ଡକ୍ଟର ସୂର୍ଯ୍ୟକାନ୍ତ ଦାସ। ଅର୍ଥନୀତି ବାଣିଜ୍ୟ ସାମାଜିକ ସମସ୍ୟା ସାଂସ୍କୃତିକ ଜୀବନକୁ ନେଇ ପ୍ରବନ୍ଧ ରଚନା କରିବାରେ ସେ ସ୍ୱକୀୟ ବିଦ୍ୟା ବୁଦ୍ଧିର ପରିଚୟ ଦେଇଛନ୍ତି। ସେ ନବଭାରତ ପତ୍ରିକାରେ ପ୍ରଥମେ ପ୍ରବନ୍ଧ ରଚନା କରି ଆପଣାର ପ୍ରାବନ୍ଧିକ ଜୀବନର ପରିଚୟ ଦେଇଥିଲେ। ସ୍ୱାଧୀନତା ପରବର୍ତ୍ତୀ ସମୟର ଜଣେ ପ୍ରଥିତଯଶା ପ୍ରାବନ୍ଧିକ ଭାବରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସାଧନା ବଡ଼ ହୋଇ ଦିଶେ। ତାଙ୍କ ପ୍ରବନ୍ଧରେ ରାଷ୍ଟ୍ର ସମସ୍ୟା ଗାନ୍ଧୀ ଅରବିନ୍ଦ ଦର୍ଶନ ଓ ପାରମ୍ପରିକ ମୂଲ୍ୟବୋଧ ପ୍ରତି ଶ୍ରଦ୍ଧା ପରିଲକ୍ଷିତ। ତାଙ୍କ ପ୍ରବନ୍ଧମାନଙ୍କ ମଧ୍ୟରେ ଶ୍ରୀ ଅରବିନ୍ଦ ଓ ସ୍ୱାଧୀନତା, ଶ୍ରୀ ଅରବିନ୍ଦଙ୍କ ଆହ୍ୱାନ ଇତ୍ୟାଦି ଉଲ୍ଲେଖ। ସାମ୍ପ୍ରତିକ କାଳରେ ଅନ୍ୟତମ ଯଶସ୍ୱୀ ପ୍ରାବନ୍ଧିକ ହେଉଛନ୍ତି ଶରତ କୁମାର ମହାନ୍ତି। ପାରମ୍ପରିକ ବିଚାର ପରିବର୍ତ୍ତେ ନୂତନ ବିଚାର, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ଉଦାର ମାନବିକ ଭାବନା ତାଙ୍କର ପ୍ରବନ୍ଧର ବୈଶିଷ୍ଟ୍ୟ। ତାଙ୍କର ପ୍ରବନ୍ଧଗୁଡ଼ିକ ବୁଦ୍ଧିଦୀପ୍ତ, ବିଶ୍ଳେଷଣାତ୍ମକ ଓ ସୂକ୍ଷ୍ମ ବିଚାରଧାରାରେ ବେଶ୍ ସମୃଦ୍ଧ। ମଣିଷକୁ ସମସ୍ତ ସଂକୀର୍ଣ୍ଣତା ଓ ଶୃଙ୍ଖଳାର ଊର୍ଦ୍ଧ୍ୱରେ ରଖି ତାଙ୍କୁ ମୁକ୍ତ ଓ ସ୍ୱାଧୀନ ଭାବରେ ବିବେଚନା କରିବାରେ ସେ ତାଙ୍କ ପ୍ରବନ୍ଧରେ ନିଷ୍ଠାପର ଉଦ୍ୟମ କରିଛନ୍ତି। ତାଙ୍କର ପ୍ରବନ୍ଧ ପୁସ୍ତକମାନଙ୍କ ମଧ୍ୟରେ ସକ୍ରେଟିସ୍ ଓ ପ୍ଲାଟୋ, ଅସ୍ତିତ୍ୱବାଦର ମାର୍ମିକ କଥା ଇତ୍ୟାଦି। ସ୍ୱାଧୀନତା ପରବର୍ତ୍ତୀ କାଳରେ ଆଧୁନିକ ଶିକ୍ଷା, ସମାଜ, ଅର୍ଥନୀତି, ସଂସ୍କୃତି, ରାଜନୀତି ପ୍ରଭୃତି ପ୍ରସଙ୍ଗକୁ ଆଦର କରି ଅଜସ୍ର ପ୍ରବନ୍ଧ ରଚନା କରିଛନ୍ତି। ଏହି ସମୟରେ ପ୍ରବନ୍ଧ ସାହିତ୍ୟ ଓଡ଼ିଆ ଜାତିର ବ୍ୟକ୍ତିତ୍ୱ ସ୍ମାରକ ହେଲେ ଅଜସ୍ର ପ୍ରବନ୍ଧ ରଚନା କରିଛନ୍ତି। ଜୀବନ ସମାଜର ଓ ଜଗତର ଜଣେ କୁଶଳୀ ବ୍ୟାଖ୍ୟାକାର ଭାବରେ ଆଧୁନିକ ପ୍ରବନ୍ଧ ଲେଖକ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି। ହୃଦୟର ଅନୁଭୂତି ସହିତ ସାମାଜିକ ଭାବନାର ଅଭ୍ୟୁଦୟ ସମନ୍ୱୟ ଏ ସମୟର ପ୍ରବନ୍ଧକୁ କରିଛି ଚିତ୍ତାସ୍ପର୍ଶୀ। ବିଗତ ଦଶନ୍ଧିରେ ଓଡ଼ିଆ ରମ୍ୟ ରଚନା ଆଙ୍ଗିକ ଓ ଆତ୍ମିକ ଉଭୟ ଦୃଷ୍ଟିରୁ ବେଶ୍ ଅଗ୍ରଗତି କରିଛି। ବିଶେଷ କରି ରବୀନ୍ଦ୍ର ମୋହନ ସେନାପତି ଏହି ସମୟରେ କେତେଗୁଡ଼ିଏ ନୂତନ ସ୍ୱାଦ ରମ୍ୟ ରଚନା ଲେଖିଛନ୍ତି। ତାଙ୍କର ଦୃଷ୍ଟିକୋଣ ଓ ଅନ୍ୟାନ୍ୟ ରମ୍ୟ ରଚନା ଏହି ଶ୍ରେଣୀର ପ୍ରସିଦ୍ଧ ରଚନା। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ସର୍ବାଧିକ ଜନପ୍ରିୟତା ହାସଲ କରିଛି କହିଲେ ଯଥାର୍ଥ ହେବ।
ସମ୍ପ୍ରତି ପ୍ରବନ୍ଧ ଉପନ୍ୟାସ ପରି ପାଠକର ଶ୍ରଦ୍ଧା ଭାଜନ ହୋଇଛି। ଆଜି ସମସ୍ତେ ଆପଣା ଜ୍ଞାନର ସୀମା ବଢ଼ାଇବାକୁ ଚେଷ୍ଟିତ। ସେଥିପାଇଁ ନୂଆ ପ୍ରବନ୍ଧଟିଏ ପାଠକ ତାକୁ ତତ୍କ୍ଷଣାତ୍ ପଢ଼ିବାକୁ ଆଗ୍ରହ ପୋଷଣ କରନ୍ତି। ପ୍ରବନ୍ଧ ହେଉଛି ବ୍ୟକ୍ତିତ୍ୱର ପରୀକ୍ଷା ଏବଂ ପ୍ରାବନ୍ଧିକ ହେଉଛନ୍ତି ଜୀବନର ଯଥାର୍ଥ ଭବିଷ୍ୟକାରୀ। ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଦିଗ ଦିଗନ୍ତ ସ୍ୱାଧୀନତା ପରିବର୍ତ୍ତେ ସମୟର ଭାବ ପ୍ରବାହକୁ ପ୍ରକାଶ କରିବାରେ ଅତ୍ୟନ୍ତ ସଫଳ ହୋଇଛି କହିଲେ ଅସଙ୍ଗତି ହେବ ନାହିଁ। କ୍ୱେଶ୍ଚନ୍ ନମ୍ବର 5, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ ସମ୍ପର୍କରେ ଆଲୋଚନା କର। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ଜଣେ ଲଳିତ ନିବନ୍ଧ ଲେଖକ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସେ ଏକାଧାରରେ ହେଉଛନ୍ତି ଜଣେ ପ୍ରବୀଣ ପ୍ରାବନ୍ଧିକ, ସଫଳ ରମ୍ୟ ରଚନାକାର, ସମର୍ଥ ଗାଳ୍ପିକ ଓ ଭ୍ରମଣ ସାହିତ୍ୟ କାହାଣୀର ସ୍ରଷ୍ଟା। ଜଣେ ନିଷ୍ଠାପର ଗାଳ୍ପିକ ଭାବରେ ସେ ଅନେକ ଗଳ୍ପ ରଚନା କରିଛନ୍ତି। ତାଙ୍କର ରଚିତ ଗଳ୍ପଗୁଡ଼ିକ କଥା ଓ ଲଥା ସଂକଳନରେ ପ୍ରକାଶ ପାଇଛି। ବିଂଶ ଶତାବ୍ଦୀର ସମାଜ ଜୀବନକୁ ସେ ଏହି ସଂକଳନରେ ଚିତ୍ରଣ କରିଛନ୍ତି। ଏହି ସମାଜର ପ୍ରବଞ୍ଚନାମୟ ଜୀବନଯାତ୍ରା ଏବଂ ରାଜନୀତିକ ଜୀବନଧାରା ଅଧ୍ୟୁଷିତା ଏଥିରେ ସାର୍ଥକ ପରିପ୍ରକାଶ ବୋଲି କେତେକ ଅଭିମତ ପ୍ରକାଶ କରିଛନ୍ତି। ପ୍ରଫେସର ଭୁବନେଶ୍ୱର ବେହେରା ଜଣେ ସଫଳ ଭ୍ରମଣ କାହାଣୀ ଲେଖକ ଭାବରେ ସୁପରିଚିତ। ତାଙ୍କର ପରିଚିତ ପଶ୍ଚିମ ଆଫ୍ରିକାରେ ଓଡ଼ିଆ, ଢିଙ୍କି ଓଡ଼ିଆ ସାହିତ୍ୟରେ ଥିବା ଭ୍ରମଣ କାହାଣୀଗୁଡ଼ିକ ମଧ୍ୟରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବୀ କରିଥାଏ। ଜଣେ ପ୍ରାବନ୍ଧିକ ଭାବରେ ପ୍ରଫେସର ବେହେରା ଅନେକ ଚିନ୍ତାତ୍ମକ ଓ ପ୍ରବନ୍ଧ ରଚନା କରିଛନ୍ତି। ପ୍ରବନ୍ଧଗୁଡ଼ିକରେ ତାଙ୍କର ଉପସ୍ଥାପନାଗତ ସରଳତା ବା ଚମତ୍କାରିତା ପରିଲକ୍ଷିତ ହୋଇଥାଏ। ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକରେ ପ୍ରଗଳ୍ଭତା ସହିତ ଶିକ୍ଷାବିତ୍ର ସ୍ୱାଭିମାନ ପରିଲକ୍ଷିତ ହୋଇଥାଏ। ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକ ସ୍ୱତନ୍ତ୍ର ଆକାରରେ ନୁହେଁ, ବରଂ କେତେକ ପତ୍ର ପତ୍ରିକା ମାଧ୍ୟମରେ ପ୍ରଥମେ ଆତ୍ମପ୍ରକାଶ କରିଛି। ଆମ ସମାଜରେ ଧର୍ମ ଧାରଣା, ବ୍ୟକ୍ତିଗତ ଭାବନା, ସାମାଜିକ ଚଳନୀକୁ ସଂସ୍କାର ଇତ୍ୟାଦିକୁ ନେଇ ସେ ଅନେକ ସଫଳ ପ୍ରବନ୍ଧ ରଚନା କରିଛନ୍ତି। ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ବୃତ୍ତି ଓ ପ୍ରକୃତି ଥିଲା ପରସ୍ପରଠାରୁ ପୃଥକ୍। ସେ ବୃତ୍ତିରେ ଥିଲେ ଜଣେ ସୁଦକ୍ଷ ଯନ୍ତ୍ରୀ ଏବଂ ପ୍ରବୃତ୍ତିରେ ଥିଲେ ଜଣେ ବିଶିଷ୍ଟ ସାହିତ୍ୟିକ। ତାଙ୍କର ସାହିତ୍ୟ ଚେତନା ଓ ଶିକ୍ଷାବିତ୍ର ଆତ୍ମା କଦାପି ଶୁଷ୍କ ଇଞ୍ଜିନିୟରିଂ କର୍ମକଳା ଭିତରେ ବଞ୍ଚି ରହିବାକୁ ପ୍ରେରଣା ଦେଇନଥିଲା। ଭାରତବର୍ଷରେ ଜଣେ ଦକ୍ଷ ଇଞ୍ଜିନିୟର ଭାବରେ ସେ ସୁଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଯନ୍ତ୍ରୀ ହୋଇ ବରଂ ଯନ୍ତ୍ର ବିଜ୍ଞାନରେ ଜଣେ ଅଧ୍ୟାପକ ହେବାକୁ ସେ ଉଚିତ ମନେ କରିଥିଲେ। ଶିକ୍ଷାଦାନ ପ୍ରତି ମମତା ତାଙ୍କର ଏଥିରୁ ହିଁ ସୂଚିତ ହୋଇଥାଏ। ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ ସାଧନାର ମୂଳରେ ରହିଛି ସପ୍ତର୍ଷି, 1972, ଶୁଣ ପରୀକ୍ଷା, 1972 ଓ ସହାବସ୍ଥାନ, 1979 ନାମରେ ପୁସ୍ତକାକାରରେ ସଂକଳିତ ହୋଇଥିଲା। ସେ କନା ପାଇଁ କଳାନୀତିର ବିରୋଧୀ। ଜଣେ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ଭାବରେ ପ୍ରାବନ୍ଧିକ ଆମର ଶିକ୍ଷା, ଶିକ୍ଷକ ଓ
ଶିକ୍ଷାର୍ଥୀ ଓ ଶିକ୍ଷାୟତନ ଗୁଡ଼ିକ ସମ୍ପର୍କରେ ନିଜର ବିଚାରବଦ୍ଧ ଭାବକୁ ପରିପ୍ରକାଶ କରିଛନ୍ତି। ସେ ଶିକ୍ଷାକୁ ଓ ଦିବ୍ୟ ସ୍ପର୍ଶ ଓ ମଣିଷ ବଞ୍ଚିବାର ଏକ ମୁଖ୍ୟ ମାର୍ଗ ଭାବରେ ଗ୍ରହଣ କରିଛନ୍ତି। ତାଙ୍କର ମଣିଷ ସମଧର୍ମରେ ଏକ ପ୍ରବନ୍ଧ, ମଣିଷ ଓ ତାର କାରିଗର, ଅମୃତର ସନ୍ତାନ, ଢେଙ୍କି ଓ ପ୍ରକୃତି, ମଣିଷର ପଥ, ମଣିଷ ଦୁଇ ଆଦି ପ୍ରବନ୍ଧରେ ମଣିଷ ଓ ତାର ସାମାଜିକ ଚଳଣିର ବିଶ୍ଳେଷଣ କରିଛନ୍ତି। ପାଟିତୁଣ୍ଡରେ ପ୍ରବନ୍ଧରେ ସେ ବର୍ଣ୍ଣନା କରିଛନ୍ତି ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ପ୍ରାବନ୍ଧିକ ଶ୍ରୀ ବେହେରା ଆପଣାର ବ୍ୟକ୍ତିତ୍ୱ ଓ ପରାକାଷ୍ଠା ଦେଖାଇ ତଥା ଲେଖନୀକୁ ଜୀବନ୍ତ କରି ତାଙ୍କର ପ୍ରବନ୍ଧକୁ ବଳିଷ୍ଠ ତଥା ସୁଖପାଠ୍ୟ କରିପାରିଛନ୍ତି। ସରଳ ଭାଷା ଓ ସାବଲୀଳ ଭଙ୍ଗୀରେ ତାଙ୍କର ପ୍ରବନ୍ଧକୁ ସମାପ୍ତ କରିଛନ୍ତି। ନେକ୍ସଟ, ପ୍ରାବନ୍ଧିକ ଗୋଲକ ବିହାରୀ ଧଳଙ୍କ ବିଷୟରେ ଆଲୋଚନା କର। ଜଣେ ଖ୍ୟାତି ସମ୍ପନ୍ନ ଅଧ୍ୟାପକ ଭାବରେ ପରିଚିତ ବିଶିଷ୍ଟ ଭାଷା ବିଜ୍ଞାନୀ ତଥା ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ 1921 ମସିହା ଡିସେମ୍ବର ମାସ 15 ତାରିଖରେ ଜନ୍ମଗ୍ରହଣ କରିଥିଲେ। 1939 ମସିହାରେ ବ୍ରଜନାଥ ଗଡ଼ଜେନା ହାଇସ୍କୁଲରୁ ମାଟ୍ରିକ ପାସ୍ କରି 1943 ମସିହାରେ ସଂସ୍କୃତ ସ୍ନାତକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାଟନା ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିଲେ। ପୁରୀ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ସଂସ୍କୃତ ଓ ଓଡ଼ିଆ ଉଭୟ ବିଭାଗରେ ଅଧ୍ୟାପନା କରି ସେ ଯଶସ୍ୱୀ ଖ୍ୟାତି ଅର୍ଜନ କରିଥିଲେ। ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା କରି ଶ୍ରୀଯୁକ୍ତ ଧଳ ସ୍ୱୟଂ ପାଣ୍ଡିତ୍ୟ ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଶାଶ୍ୱତ ଭାଷାଶାସ୍ତ୍ର ଓ ଧ୍ୱନିତତ୍ତ୍ୱ ଆଲୋଚନା ତଥା ଅଧ୍ୟୟନ କ୍ଷେତ୍ରରେ ପ୍ରଫେସର ଧଳ ଥିଲେ ଜଣେ ବିଦ୍ୱାନ ବ୍ୟକ୍ତି। ଭାରତୀୟ ଭାଷାତତ୍ତ୍ୱ ସମ୍ପର୍କରେ କର୍ମକର୍ତ୍ତା ରୂପେ ସେ ଯେତିକି ମର୍ଯ୍ୟାଦାବନ୍ତ, ଓଡ଼ିଆ ସାହିତ୍ୟ ତଥା ଶିକ୍ଷା ବିଭାଗର ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ, ଜଣେ ଭାଷାତାତ୍ତ୍ୱିକ, ପ୍ରାବନ୍ଧିକ, ଅନୁବାଦକ, ଶିଶୁ ଶିକ୍ଷାର ସାହିତ୍ୟ ସ୍ରଷ୍ଟା, ଏ ଭ୍ରମଣ କାହାଣୀର ରଚୟିତା ଭାବେ ତାଙ୍କର ପ୍ରସିଦ୍ଧ ଅନବଦ୍ୟ। ପ୍ରଫେସର ଗୋଲକ ବିହାରୀ ଧଳ ଆଧୁନିକ ଓଡ଼ିଆ ଭାଷା ଓ ସାହିତ୍ୟର ଜଣେ ସାରସ୍ୱତ କୃତିର ସାଧକ। ଏକାଧାରରେ ସେ ଜଣେ ଭାଷାର ଗବେଷକ, ପ୍ରାବନ୍ଧିକ, ଅନୁବାଦକ ତଥା ଆଲୋଚକ ମଧ୍ୟ। ଭାରତବର୍ଷର କେତେଜଣ ବିଶିଷ୍ଟ ଭାଷା ବିଜ୍ଞାନୀଙ୍କ ମଧ୍ୟରେ ପ୍ରଫେସର ଧଳଙ୍କର ନାମ ବେଶ ଉଲ୍ଲେଖଯୋଗ୍ୟ। ପୃଥିବୀର ବହୁ ଦେଶ ଭ୍ରମଣ କରି ସେ ଯେଉଁ ଦିବ୍ୟ ଜ୍ଞାନ ଓ ଅନୁଭୂତି ଲାଭ କରିଥିଲେ, ତାକୁ ସେ ସାହିତ୍ୟରେ ରୂପ ଦେବାକୁ ସମର୍ଥ ହୋଇଥିଲେ। ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଯଥେଷ୍ଟ ବେଶୀ। ଓଡ଼ିଆ ସାହିତ୍ୟର ଏହି ମହାନ ଗଦ୍ୟ ସ୍ରଷ୍ଟାଙ୍କ ଆବିର୍ଭାବ 1921 ମସିହାରେ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ। ସେ ଥିଲେ ଜଣେ ମେଧାବୀ ଛାତ୍ର। ତାଙ୍କର ଧୀଶକ୍ତି ଓ କର୍ମତତ୍ପରତା ସମସ୍ତଙ୍କୁ ବିସ୍ମିତ କରିଥିଲା। ସେ ମଧ୍ୟ ଥିଲେ ଜଣେ ଇଷ୍ଟଦେବୀ ମଣିଷ। 1945 ମସିହାରେ ମାତ୍ର 24 ବର୍ଷ ବୟସରେ ସେ ପାଟନା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ M.A. ପାସ୍ କଲେ। ଏହାପରେ ସେ ଅଧ୍ୟାପନା ବୃତ୍ତିରେ ଯୋଗ ଦେଲେ। 1915 ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଭାଷା ତତ୍ତ୍ୱରେ ଗବେଷଣା କରି ଉଚ୍ଚତର ଡିଗ୍ରୀ ପ୍ରାପ୍ତ ହୋଇଥିଲେ। 1955 ମସିହାରେ ଓଡ଼ିଶା
ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଫେସର ଧଳ ଥିଲେ ଏକାଧାରରେ ପ୍ରାବନ୍ଧିକ, ଧ୍ୱନିତତ୍ତ୍ୱବିତ୍, ଅନୁବାଦକ, ଭ୍ରମଣ କାହାଣୀର ସ୍ରଷ୍ଟା, ଜଣେ କର୍ମନିଷ୍ଠ ଆଦର୍ଶ ଅଧ୍ୟାପକ ମଧ୍ୟ। ତାଙ୍କର ବ୍ୟକ୍ତିଗତ ଜୀବନ ଯେପରି ଶୃଙ୍ଖଳିତ ସେହିପରି ନିୟମବଦ୍ଧ ଥିଲା। ତାଙ୍କର ଭ୍ରମଣ କାହାଣୀଗୁଡ଼ିକ ଆମେରିକାର ଅନୁଭୂତି, ବିଦେଶୀ ଯାତ୍ରା, ଲଣ୍ଠନ ଚିଠି। ତାଙ୍କର ଅନୁବାଦଗୁଡ଼ିକ ପବନ, ଗୋଦାନ, ପ୍ରେମାଶ୍ରମ, ପ୍ରତିଜ୍ଞା ଇତ୍ୟାଦି। ତାଙ୍କର ଆଲୋଚନାଗୁଡ଼ିକ ଧ୍ୱନି ବିଜ୍ଞାନ, ମଣିଷର ଭାଷା, ବିଚାର ଆଲୋଚନା ଇତ୍ୟାଦି। ତାଙ୍କ ଶିଶୁ ରଚନାଗୁଡ଼ିକ ନୂଆ ସଂସାର, ଆମର ଜୀବନ, ଆମର ଯାତ୍ରୀ ଇତ୍ୟାଦି। କ୍ୱେଶ୍ଚନ୍ ନମ୍ବର 7, ଜୀବନୀ ସମ୍ବନ୍ଧରେ ବିଶଦ ବିବରଣୀ ପ୍ରଦାନ କର। ଏଇଟା ମୁଁ ଭିଡ଼ିଓ ମାଧ୍ୟମରେ ଦେଖେଇବି। ସବୁଗୁଡ଼ିକ ଆଲୋଚନା କରିବା ସମ୍ଭବ ନୁହେଁ କାରଣ ଭିଡ଼ିଓ ଲମ୍ବା ହୋଇଯିବ। क्वेश्चन नंबर 8, आत्मजीवनी संबंधରେ ବିଶଦ ବିବରଣୀ ପ୍ରଦାନ କର। ନେକ୍ସଟ, ଓଡ଼ିଆ ସମାଲୋଚନା ସାହିତ୍ୟର ସଂଜ୍ଞା ଓ ସ୍ୱରୂପ ବିକାଶ ଧାରା ଆଲୋଚନା କର। ସମାଲୋଚନାର ସଂଜ୍ଞା, ଆତ୍ମଜୀବନୀର ପ୍ରକାରଭେଦ, ଆତ୍ମଜୀବନୀର ଲେଖିବା ସତର୍କତା, ଆତ୍ମଜୀବନୀର ବିକାଶ କ୍ରମ। ନେକ୍ସଟ, ଓଡ଼ିଆ ସମାଲୋଚନା ସାହିତ୍ୟର ସଂଜ୍ଞା ସ୍ୱରୂପ ବିକାଶ ଧାରା। ସମାଲୋଚନାର ସଂଜ୍ଞା। ନେକ୍ସଟ, ସମାଲୋଚନାର ସ୍ୱରୂପ ଓ ବିଭାଗ ସମ୍ପର୍କରେ ଆଲୋଚନା କର। ସମାଲୋଚନାର ପ୍ରକାରଭେଦ, ତତ୍ତ୍ୱମୂଳକ ସମାଲୋଚନା, ବର୍ଣ୍ଣନାତ୍ମକ ସମାଲୋଚନା, ରୋମାଣ୍ଟିକ ସମାଲୋଚନା, ଐତିହାସିକ ସମାଲୋଚନା, ଆଳଙ୍କାରିକ ପଦ୍ଧତି, ମନସ୍ତାତ୍ତ୍ୱିକ ପଦ୍ଧତି, ତତ୍ତ୍ୱ ସମ୍ବନ୍ଧୀୟ ପଦ୍ଧତି, ବସ୍ତୁନିଷ୍ଠ ପଦ୍ଧତି। ନେକ୍ସଟ, ଓଡ଼ିଆ ସମାଲୋଚନା ସାହିତ୍ୟର ବ୍ୟାପ୍ତି ସମ୍ପର୍କରେ ଆଲୋଚନା କର। ଆଜିର ଆଲୋଚନା ଏତିକିରେ ସମାପ୍ତ କରୁଛି। ନମସ୍କାର। ଓଡ଼ିଆ ଅନର୍ସ 2 ସେମିଷ୍ଟର ସମସ୍ତ ସର୍ଟ କ୍ୱେଶ୍ଚନ୍ ଓ ଲଙ୍ଗ କ୍ୱେଶ୍ଚନ୍